आगे से जाता गाड़ी आगे किए से সেটা মু জানি নাই আজ্ঞা कौन से कहीं तो नहीं तो गाड़ी के अटकेलु हमें एबे को मानुथलु एबे मानुथलु আসলি সে মতে খালি রাস্তা थरे मास नहीं जाइलु आमे देखिछु সে মতে রাস্তা थरे मास नहीं जाइलु आमे जगिथिलु আজ্ঞা थरे मास नहीं जाइलु आमे जगिथिलु पळैलु आज शुणु तू गलु से लोक किए এই ଥିଲା हां एई ଏବେ নাই আসি নাই हाउ हाउ व्यस्त ମୁଁ ସୁରେଶ କୁମାର ପଣ୍ଡା ଆଇନଜୀବୀ ଓଡିଶା ଉଚ୍ଚ ତଥା ରାଜ୍ୟ ଶକ୍ତି ବିଶ୍ୱ ଗୋ ସୁରକ୍ଷା ବାହିନୀ କହୁଛି। ଆକ୍ଚୁଆଲି ଆଜି ବର୍ତ୍ତମାନ ନିଆଳି ଥାନା ପାଖାପାଖି ସେ ଗୋଟେ ଦୁଇଟି ଗୋମାତାଙ୍କୁ ଅତି ଦୟନୀୟ ଭାବେ ସେ ମନ୍ଦ ଉଦ୍ଦେଶ୍ୟ ରଖି ନଉଥିଲେ ପିକଅପ୍ ଭ୍ୟାନ ରେ। ସେଥିରେ ଆମର ଗୋ ସେବକ ଭାଇ ମାନେ ଗୋମାତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରି ନିଆଳି ଥାନାରେ ହସ୍ତାନ୍ତର କଲେ। ବର୍ତ୍ତମାନ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଶାଳାକୁ ଗୋମାତାଙ୍କୁ ଛାଡିବେ ଏବଂ ଗାଡି ଏବଂ ସମ୍ପୃକ୍ତ ଥିବା 2 ଜଣ ବ୍ୟକ୍ତିଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ୟବସ୍ଥା ରହିଛି। ଏ ସମ୍ପୂର୍ଣ୍ଣ ଏକ ବେଆଇନ ଗୋଚାଲାଣ ଦୀର୍ଘ ଦିନ ଧରି ସେମାନେ କରୁଛନ୍ତି, ଯାହାକି ଆପଣ ଜାଣିଥିବେ ପ୍ରିଭେନ୍ସନ ଅଫ କ୍ରୁଏଲ୍ଟି ଟୁ ଆନିମାଲ ଆକ୍ଟ 1960 ଅନୁଯାୟୀ ଏମାନେ ଉଲ୍ଲଂଘନ କରିବା ସହିତ ଏମ୍ବି ଆକ୍ଟ 1978 କୁ ଉଲ୍ଲଂଘନ କରୁଛନ୍ତି। ସେଥିପାଇଁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି। ଆମେ ଥାନା ଅଧିକାରୀଙ୍କୁ ନିବେଦନ କରୁ। ବର୍ତ୍ତମାନ ବିଶେଷ ସୂତ୍ରରୁ ଖବର ମିଳୁଛି ସେ ଅଞ୍ଚଳରେ ଯୋଉ ବେଆଇନ ଗୋଚାଲାଣକାରୀ ଗୋହତ୍ୟାକାରୀ ସକ୍ରିୟ ହୋଇଛନ୍ତି, ତାହାକି ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନେ ପଛଉନାହାନ୍ତି। ଏହାପରେ ସେମାନେ ନିବୃତ୍ତ ରୁହନ୍ତୁ, ନହେଲେ ଆସନ୍ତା ଦିନରେ ଆଇନଗତ ବ୍ୟବସ୍ଥା ନିଶ୍ଚିତ ଭାବରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ ହେବ। ନିଶ୍ଚିତ ଭାବରେ ଦୁଃଖଦାୟକ ଘଟଣା। ଆପଣ ମାନେ ଜାଣିଥିବେ ରାଜ୍ୟରେ ନେତା ମନ୍ତ୍ରୀଙ୍କର ପ୍ରଶାସନରେ ଏହି ବେଆଇନ ଗୋଚାଲାଣ ଗୋହତ୍ୟା ବୃଦ୍ଧି ପାଇଛି। ଏହା ସମସ୍ତ ଜନସାଧାରଣ ମନରେ ଆସୁଛି ଏବଂ କହିବାକୁ ଚାହେଁ ସେ ଅଞ୍ଚଳ ନିଆଳି ଅଞ୍ଚଳରେ ଯୋଉମାନେ ପ୍ରମୁଖ ନେତା ମନ୍ତ୍ରୀ ରହିଛନ୍ତି ସେମାନେ ଯଦି ଚାହାନ୍ତେ ମଧ୍ୟ ବେଆଇନ ଗୋଚାଲାଣ ଗୋହତ୍ୟା ଗୋମାଂସ ରପ୍ତାନୀ ସେଟା ବନ୍ଦ ହେଇପାରନ୍ତା, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସେଭଳି ଆଖି ଦୃଶା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହିତ ଗୋ ସେବକ ମାନଙ୍କ ମଧ୍ୟରେ ଗୋଟେ ଅଶାନ୍ତିର ବାତାବରଣ ସୃଷ୍ଟି ହଉଛି। ନିଶ୍ଚିତ ଭାବରେ ମୁଁ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। ସେ ଅଞ୍ଚଳରୁ ଦୀର୍ଘ ଦିନ ଧରି ବେଆଇନ ଗୋଚାଲାଣ ଗୋହତ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଯାହାହେଲେ କିଛି ହାରରେ କମିଛି। ଯୋଉଠି ଚୋରି ଚମ୍ପଟ କରି ନଉଛନ୍ତି, ଥାନା ଅଧିକାରୀଙ୍କର ନଜରରେ ଆସିଲେ ତାଙ୍କ ପ୍ରତି ଦୃଢ କାର୍ଯ୍ୟ ନିକଟ ଭବିଷ୍ୟତରେ ମଧ୍ୟ ଗୋଟେ ଗୋ ଦଲାରକୁ ଗିରଫ କରିବା ସହିତ ଗୋମାତାଙ୍କୁ ଉଦ୍ଧାର କରିଥିଲେ ବୋଲି ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଧନ୍ୟବାଦ ପ୍ରଶଂସା ପତ୍ର ଆସିଛି। ଏହା ସହିତ ମୁଁ ଅନୁମାନ କରୁଛି ଗୋଟେ କଥା, କେବଳ ନେତା ମନ୍ତ୍ରୀଙ୍କର ପ୍ରଶାସନରେ ଏହା ଚାଲୁଛି। ଥାନା ଅଧିକାରୀ ସକ୍ରିୟ ହଉଛନ୍ତି ନେତା ମନ୍ତ୍ରୀ ସେମାନଙ୍କୁ ସହଯୋଗ କରୁଥିବାରୁ ନେତା ମନ୍ତ୍ରୀ ଏବଂ ପୋଲିସର ଯୋଉ ବିବାଦୀୟ ପରିସ୍ଥିତି ସୃଷ୍ଟି ଏଥିରେ ଗୋମାତା ବଳିଦାନ ପାଉଛନ୍ତି।